हे भगवान मो रंजना को खोजी खोजी मो सतरे थकी गले मो देहरे आउ बल ही नहीं गले आउ कि समय जदि एठी विश्राम न नेबी सतरे मो प्राण हे देहरु छाड़ी जीव ना किसी समय एठी ए गच मूल विश्राम करिने तापर चली जीवी आउ को राज्य को रंजना को खोजा हेले सर्वप्रथम मते किसी समय विश्राम करने को पड़िबो। प्रशांत ए भाई प्रशांत एमती वृक्ष चैतन्य मो पति को बस कहीं कौन अच्छी भाई प्रशांत ए भाई प्रशांत अरे भाई तुम देह भल ना कि एमती कहीं ए वृक्ष चैतन्य मो पति को बस कौन तू तू पुणे एठी मध्य चली आसु आश्चर्य कथा मु तुमको संबोधन कर कहछि तुम्हें मते तू ता करछ अरे छाड़ से कथा तुम जगह मो मत थे एमती प्रतिक्रिया दे था ठीक अच्छे कितु कौन आसी जानबनी तुम अरे मोठू सब जिन छड़े नहीं गला पटू हाँ कौन मो पाखे बाकी रही जाए तू नवा को चली आसु अरे जोटा तुम पाखर मुझे छड़े नहीं से तुम पाखक फेरी देवा आसी भाई कौन हाँ मु तुमको तुम रंजना सहित साक्षात करने को जाऊँगी मामू का आदेश पाई तुम सहित रंजनार बाहागर हम कौन तुम मो सांग जीवनी ना ना केबे भी ना हेमिति अविश्वास कथारे मो केबे मध्य राजी होई परिबिनी तुम सहित कदापि मो जाई परिबिनी तुम जदि विश्वास होनी ताले मो एका चली जीवी आउ रंजना को जाई कह देबी ए रंजना तू जहा को भल पाउथिलु से तते संपूर्ण भाव भूली सारी मो कर्तव्य मु कर सारी एणिके तुम जा इच्छा ता ठीक अच्छी तुम जब आसबनी ताले मो एका चली जाइए कहीदेवी मामू को मामो मो कर्तव्य मु कर सारी तुम ज्वाई को आसवाई मना कर देछंती ता ठीक अच्छे एणिके तुम जा इच्छा ए भाई रही जा तुम सहित जीवा को मो प्रस्तुत अछि कौन सतर तुम मो सांग जीव हाँ भाई हाँ मु तुम सहित मु निश्चय जीवी मो रंजना जदि तांको घरे अच्छे मु निश्चय तांको घर को जीवी ताले ठीक अच्छे भाई ए देख संध्या आसिलानी संध्या जदि आम राजभवन को जीवा ताले राजभवन समस्त मार्ग बंद हो तेणु यथा संभव ए जगह छाड़ी आम चली जा राजभवन को चलो भाई ताले जीवा भाई चल जीवा ताले जीवा ताले जीवा भाई चलो प्रणव जाइछंती से प्रशांत को आनिबा को जे बहुत समय हो गलानी से माने जाय आसीजिबा कथा ठीक अछि आ किछि क्षण अपेक्षा करे से माने निश्चय आसुथिबे
ମୁଁ ତୁମ ଜଇଁ ପୁଅକୁ ସାଙ୍ଗ ନେଇକି ଆସିଛି। ଇଏ ହେଉଛନ୍ତି ପ୍ରଶାନ୍ତ, ଯାହାକୁ ରଞ୍ଜନା ଜୀବନଠୁ ଅଧିକ ଭଲ ପାଉଛି। ଓ ଇଏ ତାହେଲେ ପ୍ରଶାନ୍ତ? ହଁ ମାମା। ପ୍ରଶାନ୍ତ, ହଁ ମହାରାଜ। ମହାରାଜ ତମକୁ ମୋ ଝିଅ ରଞ୍ଜନା ମନ ପ୍ରାଣ ଦେଇ ଭଲ ପାଉଛି। ତେଣୁକରି ମୁଁ ନିଷ୍ପତ୍ତି ନେଇଛି ଯେ ତମ ସହିତ ରଞ୍ଜନାର ବାହାଘର କରିବି ବୋଲି। ହେଲେ ଏଥିରେ ତମର କୌଣସି ଆପତ୍ତି ନାହିଁ ତ? ନା ମହାରାଜ। ହେଲେ ମହାରାଜ ସର୍ବପ୍ରଥମେ ମୋ କୋଟି ପ୍ରଣାମ ଘୃଣା କର। ଠିକ ଅଛି ଉଠ ଉଠ ପ୍ରଶାନ୍ତ। ହେଲେ ପ୍ରଣବ, ମାମା ତାଙ୍କୁ ଏତେ ବାଟରୁ ନେଇ ଆସିଛ, ତାଙ୍କୁ କିଛି ସମୟ ବିଶ୍ରାମ ଦିଅ। ଠିକ ଅଛି ମାମା। ତାପରେ କିଛି ଖାଇବାକୁ ଦିଅ। ତାପରେ ଆମେ ବାହାଘର ବିଷୟରେ ନିଶ୍ଚୟ କଥା ହେବା। ଠିକ ଅଛି ମାମା। ଠିକ ଅଛି, ଆପଣଙ୍କ ଯାହା ଇଚ୍ଛା ଆପଣ ଯାଆନ୍ତୁ। ମୁଁ ତାଙ୍କ ପାଇଁ କିଛି ଖାଇବାର ମୁଁ ବ୍ୟବସ୍ଥା ଯାଉଛି ବାହାଘରର ବ୍ୟବସ୍ଥା କରିବି। ଠିକ ଅଛି ମାମା। ତମେ ତାଙ୍କର ଅତିଥି ସତ୍କାର କର। ତାହେଲେ ଠିକ ଅଛି। ଠିକ ଅଛି, ତାହେଲେ ଆପଣ ଆସିପାରନ୍ତି। ଭାଇ ପ୍ରଶାନ୍ତ, ଆମେ ଅନେକ ପଥ ଅତିକ୍ରମ କରିକି ଆସିଛି। ହଁ ଭାଇ। ମତେ ତ ଭାରି ଧକ୍କା ଲାଗୁଛି ଭାଇ। ଭାଇ ଆଉ ତମକୁ ମଧ୍ୟ ହଉଥିବ ନା? ନିଶ୍ଚୟ ଭାଇ। ଆଉ ଭୋକ ମଧ୍ୟ ହଉଥିବ। ଭୋକ ତ ହଉଛି ନିଶ୍ଚୟ। ତାହେଲେ ତୁମେ ଆଜି ଅପେକ୍ଷା କର, ମୁଁ ତମ ପାଇଁ କିଛି ଖାଇବା ନେଇକି ଆସିଛି। ଠିକ ଅଛି ଆଉ ଭାଇ। ଖାଇସାରିଲା ପରେ ସାଙ୍ଗ ହେଇ 2 ଜଣ ସେଇ ଜଳରୁଦ୍ର ମହାଦେବଙ୍କ ମନ୍ଦିରକୁ ଚାଲିଯିବା, ନିଶ୍ଚୟ ଭାଇ। ଯୋଉଠି ତୁମର ରଞ୍ଜନା ସହିତ ବାହାଘର ହବ। ଠିକ ଅଛି ଭାଇ। ଏଠି ଅପେକ୍ଷା କର, ମୁଁ ଖାଇବା ନେଇକି ଆସିଛି। ହଉ ଠିକ ଅଛି ଭାଇ। ତାହେଲେ ଠିକ ଅଛି, ମୁଁ ଆସୁଛି ଭାଇ। ହଉ ଭାଇ। ମୁଁ ତମ ପାଇଁ ନା ଖାଇବା ଜିନିଷ ନେଇକି ଆସିଛି। ଏଇ ଖାଇଦିଅ, ଖାଇସାରିଲା ପରେ ଆମେ ଦେହ ଚାଲିଯିବା। ଏଇ ନିଅ। ମୁଣ୍ଡ ମୋ ମୁଣ୍ଡକୁ କଣ ହେଇଛି? ମତେ କଣ ହେଇଛି? ମୋ ଗଳା କାହିଁକି ଶୁଖି ଯାଉଛି? ମତେ ସେଇ ଖାଦ୍ୟରେ ବିଷ ମତେ ବିଷ ଦେଇନାହାନ୍ତି ନା? ପାଣି 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 ମୋ ତଣ୍ଟି ଶୁଖି ଯାଉଛି। ବାବୁଟା ପାଣି ଏ ପୁଅକୁ କୁଆରେ ପାଣି ଦରକାର। ମାମା, ଏ ପୁଅ ନା ପାଣି ପାଣି କହି ଚିତ୍କାର କରୁଛି। କଣ ମାମା ସତରେ ଆମେ ୟାକୁ ପାଣି ଦବା କି ମାମା? କଣ ସତରେ ୟାକୁ ପାଣି ଦବା? ରାଜା ଝିଅକୁ ଯେତେବେଳେ ଭଲ ପାଇଛି ତାକୁ ତ ନିଶ୍ଚୟ ପାଣି ଟିକେ ଦେବାକୁ ପଡ଼ିବ। ଦବା ମାମା, ନିଶ୍ଚୟ ଦବା ନା? ଏ ପ୍ରଶାନ୍ତ, ପାଣି ପିଇବ। ଏଇ ନେ ପାଣି ନେ ନେ।
ଇଏ ତ ସମ୍ପୂର୍ଣ୍ଣ ଭାବରେ ମରିଯାଇଛି। ହେଲେ ପ୍ରଭୁ, ଇଏ ମରିଯାଇଥିବା ଶବକୁ ଏଇଠି ଛାଡ଼ିଦେଲେ ଚଳିବନି। ୟାକୁ ନେଇକି ଯିବାକୁ ପଡ଼ିବ। ହଁ ବାବା। ଯୋଉଠି ବାହାଘର ହେଉଛି ସେଇ ଶିବ ମନ୍ଦିରକୁ ଏଇ ଶବଟାକୁ ନେଇକି ଯିବା। ଯଦି ରଞ୍ଜନ ପଚାର ତାହେଲେ ଆମେ ତାକୁ କ'ଣ ଉତ୍ତର ଦେବା? ରଞ୍ଜନ ଯଦି କେମିତି ମଲା ପଚାରିବ- କହୁଥିବା? ହଁ ରଞ୍ଜନ ଯଦି ପଚାରିବ ତା ଖାଦ୍ୟରେ ଆମେ ନାଗ ସାପର ବିଷ ମିଶେଇଛେ, ସେଇଥିପାଇଁ କହିବ ସେ ତା କୁଟୀର ମଧ୍ୟରେ କୋଉ ବିଷାକ୍ତ ସର୍ପ ଦଂଶନରେ ଆଗରୁ ହିଁ ମରିଯାଇଥିଲା। ତା ଠିକ ଅଛି ମାମା। ବାବା, ମାମା ଏଇଠି ଆମେ ଦି ଜଣ ଏକା ସାଙ୍ଗରେ ଥିଲେ ଆମ ଉପରେ ବିପଦ ଅଛି। ତମେ ଠିକ କହିଛ ମାମା। ତେଣୁକରି ମୁଁ ଯାଉଛି, ଏଇ ଶବକୁ ତମେ ଶୀଘ୍ର ନେଇକି ଆସ। ଯାଅ ମାମା, ଯାଅ ଯାଅ ଯାଅ। ଯଦି କେହି ଦେଖିଦେବ ତାହେଲେ କଥାଟା ଓଲଟ ପାଲଟ ଆସିବ। ଯାଅ ମାମା, ଯାଅ। କଣ କିଏ ପୁଅ? ଜଣକ ପ୍ରେମକୁ ଆଉ କିଛି ନୁହେଁ, ଛଡ଼େ ନୁହେଁ। ତାହେଲେ ସେ ପ୍ରତାରଣା ପାଇଥିବା ପ୍ରେମିକଟା କେତେ ଯେ ଭୟଙ୍କର ଯାଏ, ତା ଭୟଙ୍କର ଯାଏ ଦେଖିଲୁ ନା? ତତେ ମନା କରିଥିଲି ମୋ ଆଉ ରଞ୍ଚନା ପ୍ରେମ ମଝିରେ ଆସିବୁନି, କିନ୍ତୁ ଆସିଲୁ। ଶେଷରେ ଭୋକ ପାଇଲୁ, କିନ୍ତୁ କେମିତି ନେବି ଆଗ? ହଁ, ଏଇ ମୋର ସେ ସାଙ୍ଗ ଦି ଜଣଙ୍କ କମଳ। ଯଦି ବିପଦ ସମୟରେ ସେ ଦି ଜଣ ସହାୟ ହେବେନି ତାହେଲେ କୋଉ ଭଳି ସାଙ୍ଗ ଗଲେ କୁଆଡ଼େ ଡାକି ନିଶ୍ଚୟ। ଆବେ ମାତୁଲ ତୁଲ, ମାତୁଲ ହତୁଲ, ଆରେ ମାତୁଲ ତୁଲ, ଏ ମାତୁଲ ତୁଲ, ଆରେ ମାତୁଲ ତୁଲ।